ଆମେ ସମସ୍ତେ ଜାଣିଛେ ଦେବତା ଓ ଅସୁରମାନଙ୍କ ଦ୍ୱାରା ହୋଇଥିବା ସମୁଦ୍ର ମନ୍ଥନରୁ 14ଟି ଅମୂଲ୍ୟ ରତ୍ନ ବାହାରିଥିଲା। କିନ୍ତୁ ଉକ୍ତ ରତ୍ନଗୁଡ଼ିକର ନାମ କ'ଣ କ'ଣ ଏବଂ ଉକ୍ତ ରତ୍ନଗୁଡ଼ିକର କ'ଣ ହୋଇଥିଲା ଆସନ୍ତୁ ଏ ଭିଡ଼ିଓ ମାଧ୍ୟମରେ ଜାଣିବା। ସର୍ବପ୍ରଥମେ ହଳାହଳ ବିଷ, ଯାହାର ପ୍ରକୋପରୁ ଏହି ସୃଷ୍ଟିକୁ ରକ୍ଷା କରିବା ନିମନ୍ତେ ସ୍ୱୟଂ ମହାଦେବ ଏହାକୁ ପାନ କରିଥିଲେ। ଏବଂ ଦ୍ୱିତୀୟରେ କାମଧେନୁ ଗାଈ, ଯାହାକୁ ଋଷିଗଣ ମାନେ ଗ୍ରହଣ କରିଥିଲେ। ତୃତୀୟରେ ଉଚ୍ଚଶ୍ରବା ଘୋଡ଼ା, 7ଟି ମୁଣ୍ଡ ଥିବା ଏହି ଧଳା ଘୋଡ଼ା, ଯାହାକୁ ଦେବରାଜ ଇନ୍ଦ୍ର ଗ୍ରହଣ କରିଥିଲେ। ଏବଂ ଚତୁର୍ଥରେ ଐରାବତ ହାତୀ, 4ଟି ଦାନ୍ତ ଥିବା ଏହି ହାତୀ ଯେ ଦେବରାଜ ଇନ୍ଦ୍ରଙ୍କର ବାହନ ହୋଇଥିଲେ। ପଞ୍ଚମରେ କୌସ୍ତୁଭ ମଣି, ଏହି ମୂଲ୍ୟବାନ ମଣିକୁ ସ୍ୱୟଂ ଭଗବାନ ବିଷ୍ଣୁ ନିଜ ବକ୍ଷରେ ଧାରଣ କରିଥିଲେ। ଷଷ୍ଠରେ କଳ୍ପବୃକ୍ଷ, ମନସ୍କାମନା ପୂର୍ଣ୍ଣ କରୁଥିବା ଏହି ବୃକ୍ଷ, ଯାହାକୁ ସ୍ୱର୍ଗରେ ରଖାଯାଇଥିଲା। ସପ୍ତମରେ ରମ୍ଭା, ଯାହାକୁ ସ୍ୱର୍ଗର ଅତ୍ୟନ୍ତ ସୁନ୍ଦରୀ ଅପ୍ସରା ଭାବେ ରଖାଯାଇଥିଲା। ଅଷ୍ଟମରେ ମାତା ଲକ୍ଷ୍ମୀ, ଯେ ଧନ ଓ ସମୃଦ୍ଧିର ଦେବୀ ଅଟନ୍ତି ଏବଂ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ନିଜର ପତି ରୂପେ ବରଣ କରିଥିଲେ। ନବମରେ ବରୁଣୀ, ଏହାକୁ ମଦିରା ଓ ସୁରା ରୂପେ ଅସୁରମାନେ ଗ୍ରହଣ କରିଥିଲେ। ଏବଂ ଦଶମରେ ଚନ୍ଦ୍ରମା, ଯାହାକୁ ଭଗବାନ ମହାଦେବ ନିଜର ମସ୍ତକରେ ଧାରଣ କରିଥିଲେ। 11ରେ ପାରିଜାତ ପୁଷ୍ପ, ଏହା ଏକ ଦିବ୍ୟ ବୃକ୍ଷ ଅଟେ, ଯାହାର ପୁଷ୍ପ କେବେ ବି ମଉଳେ ନାହିଁ ଆଉ ଏହାକୁ ମଧ୍ୟ ସ୍ୱର୍ଗରେ ରଖାଯାଇଥିଲା। 12ରେ ହେଉଛି ପଞ୍ଚଜନ୍ୟ ଶଙ୍ଖ, ଯାହାକୁ ଭଗବାନ ବିଷ୍ଣୁ ଧାରଣ କରିଥିଲେ। 13ରେ ପ୍ରଭୁ ଶ୍ରୀ ଧନ୍ୱନ୍ତରୀ, ଯେ ଦେବତା ମାନଙ୍କର ବୈଦ୍ୟ ଅଟନ୍ତି ଆଉ ଏ ଧନ୍ୱନ୍ତରୀ ହିଁ ଅମୃତ କଳସୀକି ଧରି ବାହାରିଥିଲେ ଏବଂ ଅନ୍ତରେ ବାହାରିଥିଲା ଅମୃତ, ଯାହାକୁ ପାନ କରି ଦେବତା ମାନେ ଅମର ହୋଇଥିଲେ। ତେବେ ଏହି 14ଟି ଅମୂଲ୍ୟ ରତ୍ନ ମଧ୍ୟରୁ ଆପଣ କେତୋଟି ରତ୍ନ ସମ୍ବନ୍ଧରେ ପୂର୍ବରୁ ଜାଣିଥିଲେ ତାହା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ବିଲକୁଲ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।